ଯୀଶୁଙ୍କ ବହୁମୂଲ୍ୟ ନାମରେ ଆଜିର ଏକ ସୁନ୍ଦର ଅପୂର୍ବ ସୁଯୋଗ ପାଇଛି ପ୍ରଭୁଙ୍କୁ ଧନ୍ୟବାଦ। ବର୍ତ୍ତମାନ ଆଜିର ଖୋଲା କଥାରେ ଆମର ଅତି ସୁପରିଚିତ ପ୍ରଭୁଙ୍କ ମହାନ ସେବକ ଅର୍ଥାତ୍ ଆଉ ସେ କିଏ ନୁହନ୍ତି ଆମମାନଙ୍କର ଘରେ ଘରେ ସୁପରିଚିତ ଆଉ ବିଶପ ଡକ୍ଟର ଶାନ୍ତିନିଧି ସିଂ ଆଜ୍ଞାଙ୍କୁ ଆମେ ଆଜିର ଖୋଲା କଥାରେ ସ୍ୱାଗତ କରୁଛୁ। ଆଉ ନିଶ୍ଚିତ ଭାବେ ପ୍ରଭୁଙ୍କ ମହାନ ନାମରେ ଧନ୍ୟବାଦ। ଆଉ ମୋ ସାମ୍ନାରେ ତାଙ୍କୁ ଆମେ ସ୍ୱାଗତ କରୁଛୁ। ସାର୍ ଆଜିର ଖୋଲା କଥା ନିମନ୍ତେ ଆପଣଙ୍କୁ ସ୍ୱାଗତ କରୁଛୁ। ପ୍ରେଜ ଦ ଲର୍ଡ। ସାର୍ ଆପଣଙ୍କୁ ଧନ୍ୟବାଦ। ପୁଣି ଯେତେ ଲୋକ ଦର୍ଶକ ମାନଙ୍କୁ ପ୍ରତ୍ୟେକ ମୋର ଗୁରୁଜନ ମାନଙ୍କୁ ନମସ୍କାର। ଆଉ ଥ୍ୟାଙ୍କ ୟୁ। ଆଉ ଆଜି ଏକ ସୌଭାଗ୍ୟ ଦିନ ଯାହା ଆମମାନଙ୍କର ଅକୁଆ କଥାଟି ଶୁଣିବା ପାଇଁ ଆମେ ଆଶା କରୁଛୁ। ତେଣୁ ନିଶ୍ଚିତ ଭାବେ ଆସନ୍ତୁ ଆଜ୍ଞାଙ୍କ ଠାରୁ କିଛି ସେବାର ଅନୁଭୂତି କ'ଣ ରହିଛି କେମିତି ରହିଛି ସେ ସମ୍ପର୍କରେ ଆମେ ଆଜିର ଏଇ କଥାଟିକୁ ଆରମ୍ଭ କରିବାକୁ ଯାଉଛୁ। ସାର୍ ଆପଣଙ୍କର ନିଜ ଘର ନିଜ ପରିଚୟ ଆପଣ ନିଜର ଆହ୍ୱାନ ବିଷୟରେ ପଦେ ଦର୍ଶକ କୁହନ୍ତୁ। ମୋ ନିଜ ଘର ହଉଛି କୁଲୁ ସିଂ, ମୋର ନାଁ ଶାନ୍ତିନିଧି ସିଂ, ମୁଁ ଦୁର୍ଲଭ ସିଂଙ୍କର ପୁଅ। ଆଉ ନିହାତି ଆଉ ପ୍ରଭୁଙ୍କ ନାମ ଧନ୍ୟବାଦ ହଉ। ଆଜ୍ଞାଙ୍କର ନାଁଟି ହେଉଛି ଆମେ ପ୍ରଥମେ କହିଥିଲେ ବର୍ତ୍ତମାନ ସୁଦ୍ଧା ସେ ନିଜେ ପରିଚୟ ଦେଇଛନ୍ତି। ତେଣୁ ସେବା ଜୀବନ ଆପଣଙ୍କର କେବେଠୁ ଆରମ୍ଭ ହେଲା ଦର୍ଶକ କୁହନ୍ତୁ। ଆକ୍ଚୁଆଲି କହିବାକୁ ଗଲେ ମୋର ବାଲ୍ୟ ଅବସ୍ଥାରୁ 8 ବର୍ଷ ବୟସରେ ମୁଁ ପ୍ରଭୁଙ୍କର ସେବା କାର୍ଯ୍ୟ ପିଲାମାନଙ୍କ ଠାରେ ଆରମ୍ଭ କରିଥିଲି। ବର୍ତ୍ତମାନ ମୁଁ ପ୍ରଭୁରେ ବ୍ୟବହାର ହିଁ ଆସୁଛି। ନିହାତି ଆଉ ଛୋଟବେଳେ ମାନେ ଯେପରିକି ପ୍ରଭୁ ଅନେକ ବାଇବଲରେ ଛୋଟ ଲୋକମାନଙ୍କୁ ଆହ୍ୱାନ କରିଛନ୍ତି ସେବା କାର୍ଯ୍ୟ ନିମନ୍ତେ। ଧନ୍ୟବାଦ ଦିଏ ସାର୍। ନିଶ୍ଚିତ ଭାବେ ଏହିପରି ସେବା କାର୍ଯ୍ୟ ମଧ୍ୟ ପ୍ରଥମ ଆହ୍ୱାନ ଆପଣଙ୍କୁ କେବେ ହେଇଥିଲା, କୋଉ ସାଲରେ ହେଇଥିଲା? ପ୍ରଥମ ଆହ୍ୱାନ ମୋର ଯୌବନ ଅବସ୍ଥାରେ 1985 ସାଳରେ ଆହ୍ୱାନ ହୋଇଥିଲା। ଯୀଶୁ ଖ୍ରୀଷ୍ଟ ନିଜେ ମତେ ଦର୍ଶନ ଦେଇଥିଲେ। ନିହାତି ଆପଣ ଜଣେ ଭାଗ୍ୟବାନ ମଣିଷ ସେବକ ଅଟନ୍ତି, ପ୍ରଭୁଙ୍କ ଦାସ ଅଟନ୍ତି। କାରଣ ଦର୍ଶନ ଅତି ସହଜରେ ପାଇବାଟା ସୁବିଧା ନାହିଁ। ପ୍ରଭୁ ଆପଣଙ୍କୁ ଅତ୍ୟନ୍ତ ପ୍ରେମ ପ୍ରକାଶ କରିଛନ୍ତି। ତେଣୁ ଆହ୍ୱାନ ପ୍ରାପ୍ତ ହେଲା ପରେ ସେବା କାର୍ଯ୍ୟ ନିମନ୍ତେ କୋଉ ସ୍ଥାନକୁ ଗଲେ? ପ୍ରଥମେ ଗୁଣପୁର ବ୍ଲକର ବିରିକୋଟ ଗ୍ରାମକୁ ମୁଁ ସୁଷମାଚାର ପ୍ରଚାରକ ଭାବରେ ଯାଇଥିଲି। ନିହାତି ଆଉ ଯେତେବେଳେ ପ୍ରଭୁଙ୍କର ସୁରବ ଶୁଣିକି ଆପଣ ଯେତେବେଳେ ବାହାରିଲେ ଆଉ ବାକ୍ୟଦାନ ନିମନ୍ତେ ପ୍ରଥମ ଅନୁଭୂତି କ'ଣ ଥିଲା? ପ୍ରଥମେ ମୁଁ ମାଥିବ ପୁସ୍ତକ ତାର ଲବଣ ଉପଯୁକ୍ତ ଲବଣ ଯଦି ସାଧ୍ୟ ଯୁକ୍ତ ନ ହୁଏ ପାଦ ତଳେ ଦଳିତ ହବ ସେ ବିଷୟରେ ନେଇକି ମୁଁ ବାକ୍ୟ କହିଥିଲି। ନିହାତି ଅତି ଭୟଙ୍କର ପ୍ରସଙ୍ଗଟି ପ୍ରିୟ ଦାସଙ୍କ ଦେଇ ଆଉ ତାଙ୍କ ଜୀବନ କଥା କହିଲେ। ଯଦି ଜଣେ ଖ୍ରୀଷ୍ଟ ବିଶ୍ୱାସୀ ବା ସେବକ ହିସାବରେ ଯଦି ସଦଯୁକ୍ତ ନ ହେବ ତାହେଲେ ନିହାତି ଅଯୋଗ୍ୟ ମଣିଷ ଏଠି ହେଇଯିବ ବା ବିଶ୍ୱାସୀତ ହେଇଯିବ। ତେବେ ନିଶ୍ଚିତ ଭାବେ ଏହିପରି ସେବା କାର୍ଯ୍ୟ କରି ଚାଲୁ ଚାଲୁ ତ ଆଉ ପ୍ରଥମ ସେବା ମଧ୍ୟରେ ଯାହା ଆରମ୍ଭ କଲେ ନିଶ୍ଚିତ ଭାବେ କିଛି କ୍ଲେଶ ରହିଥିବ। ସେ କ୍ଲେଶର କଥା ଟିକେ ମୋତେ କୁହନ୍ତୁ। ମୋର ପ୍ରଥମ ଅନୁଭୂତି ହଉଛି କଳାହାଣ୍ଡି ଡିଷ୍ଟ୍ରିକ୍ଟର ଲିମଗାଁରେ ମୋର ପାଳକ ଭାବରେ ନିଯୁକ୍ତି ହେଲା। ଆଉ ସେଇଠାରେ ମୋର ବନ୍ଧୁମାନେ ପ୍ରଥମରେ ଥିଲେ। ମତେ ଦେଖି ସେମାନେ ଆମର ମଣ୍ଡଳକୁ କିଛି କହିଦେବାରୁ ମତେ ଯୋଉ ପାଛୁଟି ନେଇଥିଲେ ମତେ ସାପ ବାହାରିବା ଜାଗାରେ ରଖିଲେ। ଭୟଙ୍କର କଥାଟି ଯେପରିକି ଆଉ ଅବେଦ ନଗର ମାନଙ୍କୁ ଯେମିତି କି ଅଗ୍ନି ପରୀକ୍ଷା ସଦୃପ ଥିଲା ଆପଣଙ୍କୁ ଆଉ ଦାନିଏଲ ଗତରେ ସିଂହର ଗତ ପକା ଦେଇଥିଲା ତଦ୍ରୂପ ସର୍ପ ସ୍ଥାନରେ ଆଉ ନେଇକି ଗୋଟେ ଭୟଙ୍କର ପରୀକ୍ଷା ବିଷୟ ଅଟେ। ସେ ଯାହା ବି ତାଙ୍କ ଲୋକମାନଙ୍କ ପ୍ରଭୁ ଅତ୍ୟନ୍ତ ପ୍ରେମ କରନ୍ତି ସେ ସିଂହର ମୁଖକୁ ବନ୍ଦ କରନ୍ତି। ତଦ୍ରୂପ ସର୍ପ ବି କିଛି ବିନାଶ କରିପାରେ ନାହିଁ ଯେ ଯାହାଙ୍କ ସହିତ ପରମେଶ୍ୱରଙ୍କ ଆତ୍ମା ବାସ କରନ୍ତି। ତେବେ ପ୍ରିୟ ଲୋକମାନେ ପ୍ରିୟ ପ୍ରଭୁଙ୍କ ଲୋକମାନେ ନିଶ୍ଚିତ ଭାବେ ଏହିପରି ଭୟାନକ ଆହ୍ୱାନ ଏକ ଆଶ୍ଚର୍ଯ୍ୟ ଲାଗୁଛି, ଯାହା ନିଜକୁ ଭୟ ଲାଗୁଛି ଯେ ଏପରି ଆହ୍ୱାନ ଏକ ସୌଭାଗ୍ୟ ଆହ୍ୱାନ ଅଟେ। ତେବେ ସାର୍ ଆଗକୁ ବଢିବା ପାଇଁ ଯିବା। ଆଉ ନିହାତି ଯେପରି ଆପଣ ଆଉ ଏଇ ପାଳକ ଅଭିଷେକଟା କେବେ ହେଇଥିଲେ? ପାଳକ 2009 ସାଲରେ ମୁଁ ପାଇଲି। 9 ସାଲରେ ମୁଁ ପାଇଲି। କୋଉ ସମ୍ମିଳନୀ ଦ୍ୱାରା ପାଇଛନ୍ତି ଆପଣ? ଏହା ହଉଛି ଆମମାନଙ୍କର ଗ୍ଲୋବାଲ ମିଶନ ଇଣ୍ଡିଆରୁ ମୁଁ ପାଇଥିଲି। ନିହାତି ଆଉ ପ୍ରଭୁଙ୍କ ନାମ ଧନ୍ୟବାଦ। ଆଉ ଗ୍ଲୋବାଲ ମିନିଷ୍ଟ୍ରି ତରଫରୁ ଆଜ୍ଞାଙ୍କ ଅଭିଷେକ ହେଇଛି। ତ ଏଇ ଅଭିଷେକ ପରେ ପାଳକୀୟ କାର୍ଯ୍ୟକ୍ରମର ପ୍ରଥମ ପ୍ରଭୋଜ କେମିତି ଥିଲା ଆପଣଙ୍କର? ପ୍ରଥମ ପ୍ରଭୁ ଭୋଜରେ ମତେ ସମସ୍ତେ ଚାହିଁଥିଲେ। ବାକ୍ୟ ସେଇଦିନ ମୁଁ ଦେଇଥିଲି ଆଉ ମୁଁ ପ୍ରଭୁ ଭୋଜ ଦେଇଥିଲି ଏବଂ ସବୁ ବିଷୟ ମୁଁ ହିଁ ନିଜେ କରିଥିଲି। ଆଉ ନିହାତି ଆଉ ପ୍ରଥମ ତାଙ୍କର ଗୋଟେ ସେବା କାର୍ଯ୍ୟର ଗୋଟେ ସୌନ୍ଦର୍ଯ୍ୟ ଦେଖାଯାଉଛି ଯେ ପାଳକୀୟ ଭାବରେ ଆଉ ଏପରି ଗୋଟେ ସୌଭାଗ୍ୟ ସମୟ ଆପଣ ପାଇଛନ୍ତି। ତେବେ ଦର୍ଶକ ମାନେ ଆଉ କିଛି କଥା ଅପେକ୍ଷାରେ ଅଛନ୍ତି ଯେତେବେଳେ ପାଳକ କାମ କାର୍ଯ୍ୟ କରି ଆସୁ ଆସୁ ଆପଣଙ୍କର ମଣ୍ଡଳୀ ଧୀରେ ଧୀରେ ଆଗକୁ ବଢିବା ଆରମ୍ଭ ହେଲା। ତ
ଆପଣଙ୍କ ମଣ୍ଡଳୀ ଭିତରେ ଏଇଭଳି ଏପରି କିଛି ଅଭଲା ସ୍ମୃତି ରହିଛି କି? ଅଭୁଲା ସ୍ମୃତି ରହିଛି ଯେତେବେଳେ ମୁଁ ପାଳକୀୟ କାର୍ଯ୍ୟ କରିବା ସମୟରେ ଅନେକ ଘାତ ପ୍ରତିଘାତ ମୋ ଜୀବନରେ ଆସିଛି। ଆଉ ପ୍ରଭୁଙ୍କ ଗୌରବ ସକାଶେ କହିବି ତ ବ୍ୟକ୍ତିକୁ ଉଠାଇଲି। ପ୍ରଭୁ ନାମ ଧନ୍ୟବାଦ ହଉ ଯେ ଆଜ୍ଞାଙ୍କ ଦେଇ ପବିତ୍ର ଆତ୍ମା କାମ କରିଛନ୍ତି, ଯେ ପ୍ରିୟ ଦାସ ସିଂ ମହାଶୟଙ୍କ ଦ୍ୱାରା ଜଣେ ପ୍ରାଣବାୟୁ ତ୍ୟାଗ ବ୍ୟକ୍ତିଙ୍କ ଜୀବନରେ ମିରାକାଲ କାର୍ଯ୍ୟକ୍ରମ କରିଛନ୍ତି। କାରଣ ତାଙ୍କ ନାମ ଆଶ୍ଚର୍ଯ୍ୟ ଅଟେ, ସେ ଆଶ୍ଚର୍ଯ୍ୟ କାମ କରିଛନ୍ତି। ତେବେ ପ୍ରିୟ ପ୍ରଭୁଙ୍କ ଲୋକମାନେ ଆସନ୍ତୁ ଆଉ ଥରେ ଆଗକୁ ବଢିବା ପାଇଁ ଯିବା। ଆଉ ଆପଣଙ୍କ ବହୁମୂଲ୍ୟ ସମୟ ମଧ୍ୟରେ ଆଜି କୁହନ୍ତୁ ଦର୍ଶକ ମାନଙ୍କୁ, ଆମର ପ୍ରତ୍ୟେକ ଓଡ଼ିଶା ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କୁ ଜାଣିବା ନିମନ୍ତେ ଅପେକ୍ଷାରେ ଅଛନ୍ତି ଯେ ନିଶ୍ଚିତ ଭାବେ ତ କୋଉଟା ସବୁଠୁ କଷ୍ଟ ଜୀବନ ଦେଇଛି ଆପଣ ଆନନ୍ଦ ଦେଇଛି ସେବା କାର୍ଯ୍ୟରେ? କଷ୍ଟ ଜୀବନ ହେଲା ଯାହାକି ମୁଁ ପୂର୍ବ କହୁଥିଲି ସାପ ବାହାରିବା ଜାଗାରେ, ଆଉ ସେଠି ସାପ ଆମ ମାନଙ୍କ ମଧ୍ୟରେ ପଡିଲା। ମୁଁ ବାଇବଲ ପଢୁଥିଲି, ମୋ ସ୍ତ୍ରୀ ପୁଣି ପିଲାମାନେ ଶୋଇଥିଲେ। ଆଉ ତାଙ୍କ ଭାଷାରେ କହନ୍ତି କାଲ ଥିଲେ କଲେର, ଆଉ ସେ କାଲ ସର୍ପ ପଡିଥିଲା କିନ୍ତୁ ପ୍ରଭୁ ମତେ ସେଥିରୁ ଉଦ୍ଧାର କଲେ। ସେଟା ହଉଛି ଏପର୍ଯ୍ୟନ୍ତ ମୋ ହୃଦୟରେ ଲିପିବଦ୍ଧ ହୋଇ ରହିଛି। ନିହାତି ଏ କଥା ଆମର ମନେ ପଡୁଛି, ପ୍ରେରିତ ପାଉଲ ଯେତେବେଳେ ଆଉ ସେବା କାର୍ଯ୍ୟ ଯାଉଥିବା ସମୟରେ ତାଙ୍କୁ ସର୍ପ କାମୁଡି ଦେଇଥିଲା। ସେ କାଳ ସର୍ପ କଣ ଗୋଟେ ଏମିତି ମୁଁ ତ କ୍ଲିୟର ହେଇପାରୁନି ବାଇବଲରେ ଯାହା ପ୍ରେରିତ ପୁସ୍ତକ ରହିଛି। ତେବେ କୌଣସି ବିଷୟ ହେଇପାରିଲା ନାହିଁ, କାରଣ ସେଇପରି ଆପଣଙ୍କ ସହିତ ପ୍ରଭୁ ଥିବା ହେତୁ କୌଣସି ବିଷୟ ବିପଦ ଘଟି ନାହିଁ। ସେ ଯାହା ବି ହଉ ପ୍ରଭୁ ଧନ୍ୟବାଦ। ଆଉ ଆଗକୁ ବଢିବା ଯେ ନିହାତି ବର୍ତ୍ତମାନ ଏଇ ସେବା କାର୍ଯ୍ୟ ମଧ୍ୟରେ କେତୋଟି ମଣ୍ଡଳୀ ଆପଣଙ୍କର ଅଛି? ମୋର ପ୍ରାୟ ଓଡ଼ିଶା ଡିଷ୍ଟ୍ରିକ୍ଟ ଗୁଡ଼ିକ ମଧ୍ୟରେ 12ଟି ଡିଷ୍ଟ୍ରିକ୍ଟ ମୁଁ କଭର ଅପ୍ କରିଛି। ଯେତେବେଳେ ବିଜେପିରେ ଥିଲି ମୁଁ ଆତ୍ମା ଲାଭ କରୁଥିବା ହେତୁ ମୋତେ ଶୀଘ୍ର ଶୀଘ୍ର ବଦଳି ହେବାରୁ ମାସକୁ 6 ମାସକୁ ଥରେ ହେବାର, ଆଉ ସେ ସମୟରେ ମୁଁ ଆତ୍ମା ଲାଭ କରେ ଆଉ ବିଭିନ୍ନ ଡିଷ୍ଟ୍ରିକ୍ଟକୁ ଯାଇକି ପ୍ରଭୁଙ୍କର ସେବା କାର୍ଯ୍ୟ କରିଛି। ସେତେବେଳେ ଥିଲା ମାନେ 14ଟି ଡିଷ୍ଟ୍ରିକ୍ଟ, ଆଉ ପ୍ରତ୍ୟେକ ଡିଷ୍ଟ୍ରିକ୍ଟକୁ ମୁଁ ଓଡ଼ିଶାର ପ୍ରତ୍ୟେକ ଡିଷ୍ଟ୍ରିକ୍ଟକୁ କଭର କରିଅଛି। ନିହାତି ଭୟଙ୍କର କଥାଟି ଆମେ ବର୍ତ୍ତମାନ ଶୁଣି ପାରୁଛୁ ଯେ ଅଲ ଓଡିଶା କଭରେଜ କରିବାଟା ଗୋଟେ ସୁବିଧା ନାହିଁ। ଯେ ଗୋଟେ ପରିବାର ଚଳେଇବାଟା ବହୁତ କଷ୍ଟ ଅଟେ, କିନ୍ତୁ ଅଲ ଓଡିଶାର ବିଭିନ୍ନ ଡିଷ୍ଟ୍ରିକ୍ଟକୁ ସେବା କରିବାଟା ବହୁତ କଷ୍ଟ। ତ ଏଇ ସେବା କାର୍ଯ୍ୟ ମଧ୍ୟରେ ଆପଣଙ୍କ ସ୍ତ୍ରୀ ବା ପାଳିକା ମା କଣ କହିଛନ୍ତି କି ଆପଣଙ୍କୁ? ପାଳିକା ମା ହଉଛି ସେ ଗୋଟେ ମହାନ ପରିବାର ପାଳିକା ମା। ସେ ସବୁ କ୍ଷେତ୍ରରେ ମୋର ସହଯୋଗ କରିଛନ୍ତି, ଏମିତିକି ସାପ ପଡିବା ସମୟରେ ସେ ମୋ ପାଖରେ ଥିଲେ। ନିହାତି କେବେ ଏଇ ସେବା କାର୍ଯ୍ୟ ଭିତରେ ପାଳିକା ସହିତ କେବେ ଗଣ୍ଡଗୋଳ କେବେ କିଛି ଅଭିମାନ କିଛି ହେଇଛି କି? ପ୍ରଭୁଙ୍କ ଦୟାରୁ ମୁଁ ଯୌବନ ଅବସ୍ଥାରେ ମଧ୍ୟ ପାଳିକା ମା ସହିତ କୌଣସି ମନୋମାଳିନ୍ୟ ନାହିଁ କି ପାଟିତୁଣ୍ଡ ନାହିଁ। ଆମେ ସମସ୍ତେ ସିଏ ମତେ କପରେଟ କରୁଥିଲେ, ମୁଁ ତାଙ୍କୁ କପରେଟ କରୁଥିଲି। ଅତି ସୁନ୍ଦର ଭାବରେ ମୋର ମନିଷ୍ଠି ଚାଲି ଆସିଅଛି। ପ୍ରିୟ ଦର୍ଶକ ବନ୍ଧୁ ମାନେ ଆଜ୍ଞାଙ୍କ ପରିବାର କଥା ଶୁଣିପାରିଲୁ। ମୁଁ ବିଶେଷ ଧନ୍ୟବାଦ ଦେବି ମ୍ୟାଡମ, ଆପଣ ସାରଙ୍କ ସହିତ ସେବା କାର୍ଯ୍ୟରେ ଓତପ୍ରୋତ ଭାବେ ଜଡିତ ଥିବା ହେତୁ ମୁଁ ଧନ୍ୟବାଦ ଦିଏ ଆମ ଚ୍ୟାନେଲ ତରଫରୁ। ନିହାତି ଏପରି ସ୍ୱାଦ ପାଇଥିବା ପର୍ଯ୍ୟନ୍ତ ଆଜ୍ଞାଙ୍କ ସହିତ ଜୀବନଯାତ୍ରାରେ ପ୍ରଭୁଙ୍କ ସେବାରେ ବଢନ୍ତୁ, ଏହା ଆମେ ଜଣା କରୁଛୁ। ବର୍ତ୍ତମାନ ମ୍ୟାଡମ ନାହାନ୍ତି, ତଥାପି ଆଉ କେତୋଟି ପିଲା ପାଣି ଆପଣଙ୍କର? ମୋର 3ଟି ପିଲା, ପୁଅ 3ଟି ଯାକ ପୁଅ। ନିହାତି ସୌଭାଗ୍ୟ, ସିଦ୍ଧ ପ୍ରଭୁ ନାମ ଧନ୍ୟବାଦ। ବର୍ତ୍ତମାନ ଆଉ ସେବା କାର୍ଯ୍ୟ ବିଷୟ ବୁଝିବା ପାଇଁ ବର୍ତ୍ତମାନ ଏହିପରି ବିଭିନ୍ନ ରାଜ୍ୟ ଭିତରେ, ଏଇ ରାଜ୍ୟ ଭିତରେ ଯେତେବେଳେ ବିଭିନ୍ନ ଜିଲ୍ଲା ଯାଆନ୍ତି ତ ମଣ୍ଡଳୀ ସେବା କାର୍ଯ୍ୟରେ ଏ ସମସ୍ତ ବିଷୟ ଯେତେବେଳେ ଧୀରେ ଧୀରେ ବଢିବା ଆରମ୍ଭ କଲା, ତ ଆପଣଙ୍କର ଡକ୍ଟରିନ ବିଷୟ କେତେବେଳେ ହେଲା? ଯେତେବେଳେ ମୁଁ ପ୍ରଭୁଙ୍କ ସେବାରେ ବ୍ୟବହାର ହେଲି, ବଡ ବଡ ବିଜ୍ଞ ଲୋକ ସହିତ ମୋର ସାକ୍ଷାତ ହୋଇଥିଲା। ସେଥି ମଧ୍ୟରୁ ମୋର ବାଲ୍ୟ ଅବସ୍ଥା ଟିକେ କହିବାକୁ ଚାହେଁ। ଆଉ ସେତେବେଳେ ପାଣି ବାବୁ, ତାପରେ କରାଟ ବାବୁ, ପୁଣି ଆମ ଗାଁକୁ ଆସୁଥିଲେ ସୁତି କଲିମା ମୋ ପାଳକ, ଏମାନଙ୍କ ଦ୍ୱାରା ମୁଁ ବଢିଅଛି। ବାଲ୍ୟ କାଳରେ ଈଶ୍ୱରଙ୍କର ବାକ୍ୟ, ତାଙ୍କର ଆଦର୍ଶ ଜୀବନ ଏପର୍ଯ୍ୟନ୍ତ ମୁଁ ସ୍ମରଣୀୟ ଅଟେ। ମୁଁ ସେପରି କରିବାକୁ ଚାହେଁ କିନ୍ତୁ କରିପାରୁନାହିଁ। ଆଉ ମୁଁ ଟ୍ରାଏ କରିବି ତାଙ୍କ ପରି ଜୀବନ କାଟିବା ପାଇଁ। ତାପରେ ମୁଁ ଇଣ୍ଡିଆର ବଡ ବଡ ଲୋକ ସହିତ ସାକ୍ଷାତ ହୋଇଛି। ଅନେକ ଡକ୍ଟର ମାନଙ୍କ ସହିତ, ବିଶପ ମାନଙ୍କ ସହିତ ମୋର ସାକ୍ଷାତ ହେଇଛି। ସେମାନଙ୍କ ସହିତ ସୁନ୍ଦର ଆଳାପ ମଧ୍ୟ ହୋଇଛି। ଧନ୍ୟବାଦ। ପ୍ରିୟ ଦର୍ଶକ ବନ୍ଧୁ ମାନେ ଆଜ୍ଞା ଆମମାନଙ୍କୁ କହୁଥିଲେ ତାଙ୍କ ସେବାର ଡେଜିଗ୍ନେସନ ଗୁଡା କହୁଥିଲେ। ଆମେ ବିଶେଷ ଧନ୍ୟବାଦ ଦିଏ ସାର୍ ଆପଣଙ୍କର ଏଇ ବହୁମୂଲ୍ୟ ପରିଶ୍ରମ। ପ୍ରଭୁ ଆଜି ବାଇବଲରେ ଗୋଟେ କଥା ଲେଖା ଅଛି, ଯିଏ ଆମ୍ଭ ନାମ ଜାଣିଛି ତାକୁ ଆମେ ଉଚ୍ଚ ରଖିବା। ତଦ୍ରୂପ ପରମେଶ୍ୱର ଆପଣଙ୍କୁ
अत्यंत प्रेम प्रकाश करछन्ती पाहाच पर पाहाच आपण मानको आउ पदवी दे प्रभुଙ୍କ सेवाରେ बढ़ेइछन्ती धन्यवाद दिए पुणी आसंतु आमे जरा पर देखिया पाइ जीवा जे वर्तमान आपण कोन रहंती ମୁଁ ତ ପ୍ରଥମେ ଇଭାଞ୍ଜେଲିଷ୍ଟ ଥିଲି, ଏବେ ବି ଅଛି। ଆଉ ତାପରେ ରେଭରେଣ୍ଡ ହେଲି, ତାପରେ ବିଶପ ଡକ୍ଟର ପାଇଲି, ତାପରେ ବିଶପ ପାଇଛି। ଆମର ଡକ୍ଟର ହେଉଛି ସେ ସ୍ମରଣୀୟ ବିଷୟ, ଗୋଟେ ଚମତ୍କାର ଘରରେ ମତେ ଦିଆଯାଇଥିଲା। ବହୁତ ଆନନ୍ଦ ଥିଲି ସେତେବେଳେ। ଆଉ ତାହା 2012 ସାଲର ମୁଁ ପାଇଲି। ତା ପରେ ପରେ ମୁଁ ବିଶପ ପାଇଲି 2012 ସାଲରେ ହିଁ ମତେ ବିଶପ ଅର୍ଡିନେସନ, ଡକ୍ଟର ଅର୍ଡିନେସନ ମୁଁ ପାଇଲି। ଆଉ ନିହାତି ଯେତେବେଳେ ଜଣେ ଆଜିକା ଦିନରେ ଆମେ ଦେଖିବାକୁ ପାରୁଛୁ ଶୁଣିବାକୁ ପାରୁଛୁ ଜଣେ ପଦବୀ ପାଇଗଲେ ନିଜକୁ ଗୋଟେ ଉଚ୍ଚ ଅଭିଳାଷ ମନୋଭାବ କରନ୍ତି ସେମିତି କଣ ଅଛି ଆପଣ ଜୀବନରେ ପ୍ରଭୁ ମୋର ସର୍ବେ ସର୍ବା, ମୁଁ ତାଙ୍କ ଠାରୁ ନିମ୍ର। ମୋର ମୋବାଇଲରେ ମୁଁ ଲେଖା ଯାଇଛି ଯେ ମୋ ଯୀଶୁ ବିନା ମୋ ଜୀବନ ବୃଥା ସିନା। ମୁଁ ମୋର ଯୀଶୁଙ୍କ ଠାରୁ ଆଉ କିଛି ମୋର ଉଚ୍ଚ ବିଷୟ ନାହିଁ। ମୁଁ ନିମ୍ନ ଲୋକ, ମୁଁ ଛୋଟ ଲୋକ। ନିହାତି ଯେ ଆପଣଙ୍କୁ ଉନ୍ନତ କରି ଆମେ ତାକୁ ଉନ୍ନତ କରିବା। ଆପଣଙ୍କ ମହାନ ନାମ ଧନ୍ୟବାଦ। ଆଉ ଅନେକ ଲୋକ ପଦବୀ ପାଇଲା ପରେ ସେବା କାର୍ଯ୍ୟ ଶୀତଳ ଅବସ୍ଥାରେ ଯାଆନ୍ତି, ସେମିତି କେବେ ଅନୁଭବ କରୁଛନ୍ତି ଆପଣ? ଅନେକ ଦୁଃଖ ସମସ୍ୟା ଦେଇକି ଯାଇଛି, କିନ୍ତୁ ମଝିରେ ମୋର କହିଲି, ମୋ ମନକୁ କହିଲି ଯେ ମୁଁ ପାଉଥିଲା ବେଳେ ସେବା କାର୍ଯ୍ୟ କରିବି, ଏବେ ନ ପାଉଥିଲା ବେଳେ କରିବି ନାହିଁ କି ମୁଁ ଆହୁରି ଅଧିକତର ଭାବରେ କହିବି। ସେଇ ସମୟରେ ହିଁ ମାନେ ଜୀବନ ଦାନ କରିଥିଲି। ନିହାତି ପ୍ରିୟ ଦର୍ଶକ ବନ୍ଧୁ ମାନେ ଶୁଣୁଥିଲେ ତାଙ୍କ ସେବାରେ କ୍ଲେଶ, ଦୁଃଖ, କଷ୍ଟ, ଅଭାବ, ସମସ୍ୟା ଏ ସମସ୍ତ ଦେଇ ଜୀବନକୁ ଅତିବାହିତ କରୁଥିଲେ ସୁଦ୍ଧା ସେ ହାର ମାନି ନାହାନ୍ତି। ପ୍ରଭୁଙ୍କୁ ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ ସେ ଚିନ୍ତା କରି ଆଜୀବନ ସେବା କାର୍ଯ୍ୟ କରୁଛନ୍ତି। ଯେ ଆଜ୍ଞାଙ୍କର ଏଇ ଜୀବନୀ ବା ଏଇ ସମସ୍ତ ସାକ୍ଷ୍ୟ ଗୋଟେ ମହାନ ଅଟେ, ଯାହାକି ଆଜିର ଆଉ ସେବକ ସେବିକା ମାନଙ୍କ ପାଇଁ ଗୋଟେ ପ୍ରେରଣା ଅଟେ। ତ ନିଶ୍ଚିତ ଭାବେ ଆପଣଙ୍କ ସେବାରୁ ଯେପରି ଆଗାମୀ ପିଢି ପାଇଁ କଣ କହିବେ କୁହନ୍ତୁ? ମୁଁ ଏଇ ଯୋଉ ବାଇବଲ ଧରିଛି, ଏଟା ହଉଛି ମୋର 5ମ ନମ୍ବର ବାଇବଲ। ଏ ବାଇବଲ ମୁଁ ପୁରା 5 ନମ୍ବର ସବୁ ଚିରା ହେଇଯାଇଛି। ଆକୁ ଯତ୍ନ କରି ରଖିବା ସତ୍ତ୍ୱେ ମଧ୍ୟ ସବୁ ଚିରା ହେଇଯାଇଛି। ମୁଁ କହିବାକୁ ଚାହେଁ ଆଗାମୀ ପିଢି ଭାଇମାନେ, ଆପଣ ବାଇବଲ ପ୍ରତି ଆସକ୍ତ ହୁଅନ୍ତୁ, ଅଧିକ ପଢନ୍ତୁ। ଆଉ ଆକ୍ଚୁଆଲି କହିବାକୁ ଗଲେ ପ୍ରାୟ 50 ମୁଁ କାଉଣ୍ଟ କରିନାହିଁ, 45 ପର୍ଯ୍ୟନ୍ତ ମୁଁ ବାଇବଲ ପଢି ସାରିଛି। ପୂର୍ଣ୍ଣାଙ୍ଗ ବାଇବଲ ଆଦି ଠାରୁ ଆଉ ପ୍ରକାଶିତ ପର୍ଯ୍ୟନ୍ତ 45ରେ ମୁଁ କାଉଣ୍ଟ କରି, ତାପରେ ପରେ ମୁଁ ଆଉ କାଉଣ୍ଟ କରିପାରିନି ଯେହେତୁ ଅଧିକ ଥିଲା। ମୁଁ କହିବାକୁ ଚାହେଁ ମୋର ଏଟା ହଉଛି 5 ନମ୍ବର ବାଇବଲ, ଯାହାକି ଚିରା ହେଇଛି। ଏବେ ମାନେ 6ଠ ନମ୍ବର ଆରମ୍ଭ କରିବି। ନିହାତି ଆଜ୍ଞାଙ୍କର ଏକ ମହାନ ଇତିହାସ ଯାହା ଆମେ ଶୁଣିବାକୁ ପାରୁଛୁ ଯେ ବାଇବେଲ ପଢିବା, ଶେଷ କରିବା, ଆରମ୍ଭ କରିବା ଏଟା ବହୁତ ବଡ କଷ୍ଟକର ବିଷୟ ଅଟେ। ପ୍ରତିକୂଳ ପରିସ୍ଥିତି, ପ୍ରତିକୂଳ ସମସ୍ୟା ବିଭିନ୍ନ ପ୍ରକାର ଆଡୁ ଟାଣି ନିଏ ବାଇବେଲ ପଢିବା ନିମନ୍ତେ ତା ସୁଯୋଗ ନ ପାଏ। ତଥାପି ପ୍ରଭୁଙ୍କ ନାମ ଧନ୍ୟବାଦ, ଆପଣ ଏପରି ଅକ୍ଲାନ୍ତ ପରିଶ୍ରମ କରି ଯୋଉ ବାଇବେଲକୁ ବିଭିନ୍ନ ତଥ୍ୟକୁ ସଂଗ୍ରହ କରି ଲୋକଙ୍କୁ ସୁସମାଚାର ଦେଇ ମଣ୍ଡଳୀ ସ୍ଥାପନ କରିବା, ଏହା ଗୋଟେ ଭୟଙ୍କର କଥା ଅଟେ। ପ୍ରଭୁ ଆପଣଙ୍କୁ ଆହୁରି ଆହୁରି ବାହୁଲ ରୂପେ ଆଶୀର୍ବାଦ କରନ୍ତୁ। ପ୍ରିୟ ଦର୍ଶକ ମଣ୍ଡଳୀ, ଆମେ ଶୁଣିବାକୁ ପାରୁଛୁ ଯେ ଆଜ୍ଞାଙ୍କର ଜୀବନୀ ଏକ ମହାନ ଅଟେ। ଆସନ୍ତୁ ଆଗକୁ ଆଉ ଗୋଟେ କଥା ଜଣା ପାଇଯିବା। ତ ବର୍ତ୍ତମାନ ଆପଣଙ୍କର ଏଇ ଅବସାନ ଅବସ୍ଥା ମଧ୍ୟ ଯେତେବେଳେ ଆପଣ ପହଞ୍ଚନ୍ତି, ପରିଣତ ବୟସ ପହଞ୍ଚନ୍ତି, ଆଉ ସେବା ବନ୍ଦ କରିବେ ନା ଚଲେଇଥିବେ? ଏମିତି ମୋ ବଡ ଭାଇ ସେ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ଭାବରେ ସେବା କାର୍ଯ୍ୟ କଲେ। ମୁଁ ଚାହୁଁଛି ମୁଁ ମରଣ ପର୍ଯ୍ୟନ୍ତ ତାଙ୍କର ସେବା କାର୍ଯ୍ୟ କରିବି। ଆପଣଙ୍କ ବଡ ଭାଇ ନା? ଗୁଣନିଧି ସିଂ। ଆଚ୍ଛା, ସେ କୋଉଠି ଥିଲେ? ସେ ଗୁଣପୁରରେ ରହୁଥିଲେ। ସେ ବି ମିନିଷ୍ଟ୍ରି ନା? ସେ ମିନିଷ୍ଟର ସେବା କାର୍ଯ୍ୟରେ ଥିଲେ। ନିହାତି ଆଉ ଆଜ୍ଞାଙ୍କ ପରିବାର ମଧ୍ୟରେ ଦୁଇ ଭାଇଙ୍କ ପ୍ରଭୁ ମହାନ ଭାବେ ଉଠାଇଛନ୍ତି, ଏଥିପାଇଁ ଧନ୍ୟବାଦ ଦିଏ। ଆଉ ବର୍ତ୍ତମାନ ଦିନମାନଙ୍କ ମଧ୍ୟରେ ଆଉ ବିନା ସପୋର୍ଟରେ, ବିନା ସାହାଯ୍ୟରେ, ବିନା ଦରମାରେ ଅନେକ ଲୋକ ସେବା କାର୍ଯ୍ୟ ଛାଡି ଯାଉଛନ୍ତି, ସେମାନଙ୍କୁ କଣ କହିବେ ଆପଣ? ମୁଁ କହିବାକୁ ଚାହେଁ ଯେ ଆପଣ ସପୋର୍ଟ ପାଆନ୍ତୁ କିମ୍ବା ନ ପାଆନ୍ତୁ, ଈଶ୍ୱରଙ୍କର କାର୍ଯ୍ୟ କରନ୍ତୁ। ଜଗତ ପୂର୍ଣ୍ଣତା ହଉଛି ସଦାପ୍ରଭୁଙ୍କର। ସେ ଆପଣମାନଙ୍କୁ ଆପଣଙ୍କର ସମସ୍ତ ଆବଶ୍ୟକ ଦେଇ ପ୍ରତିପାଳନ କରି ନେବେ। ବାଇବେଲ କୁହେ ସବୁ ପ୍ରାଣୀକୁ ସେ ଆହାର ଦିଅନ୍ତି। ଦିଅନ୍ତି। ନିଶ୍ଚିତ ଭାବେ ଆମେ
ତାଙ୍କ ରାଜ୍ୟ କାର୍ଯ୍ୟ କରିବା ପ୍ରଭୁ ଆମକୁ ନିର୍ମିତ ସମୟରେ ସମସ୍ତ ବିଷୟ ସେ ଯୋଗାଇବେ। ତେଣୁ ନିଶ୍ଚିତ ଭାବେ ଆଜିର ଖୋଲା କଥା ନିମନ୍ତେ ଅନେକ କଥା ରହିଛି। ଆଜି ପାଇଁ ପ୍ରଥମ ଏପିସୋଡ ଏଇଠି ରଖୁଛୁ। କଣ ଶେଷ କଥା ଆମର ଇବିଏସ୍ ସହିତ କେମିତି ସମ୍ପର୍କ କୁହନ୍ତୁ ଆପଣ? ପ୍ରେରିତ ପାଉଲ ପିତର ପାଉଲ କହନ୍ତି ଆମେ ବହୁତ କଷ୍ଟରେ ଈଶ୍ୱରଙ୍କ ରାଜ୍ୟକୁ ପ୍ରବେଶ କରିବା। ଅନେକ ତାଡ଼ନା, ନିନ୍ଦା, ଅପମାନ, ଲାଞ୍ଛନା ଏବଂ ଅନେକ ଘାତ ପ୍ରତିଘାତ ଆସିବ, କିନ୍ତୁ ଏସବୁକୁ ଆମେ ଭୂକ୍ଷେପ ନ କରି ଆଗକୁ ବଢିବା, ଯେପରି ଆମେ ସ୍ୱର୍ଗ ରାଜ୍ୟ ପ୍ରାପ୍ତ ହେବା। ଶେଷ କଥା ମୁଁ ଅନୁରୋଧ କରେ ସିଂ ମହାଶୟ, ଆମ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀ ସହିତ କେମିତି ସମ୍ପର୍କ ଆପଣଙ୍କର? ଆକ୍ଚୁଆଲି ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମିନାରୀ ମୋ ବାଲ୍ୟ ଅବସ୍ଥାରୁ ଅନେକ ପାଳକ ମାନେ ଆମ ଘରକୁ ଆସୁଥିଲେ। ସୁତିକ ପାଳକ ଆ, ଆ, ନିତ୍ୟାନନ୍ଦ ଜେନା ପାଳକ, ଆ, ନୂଆଗଡ଼ ପାଳକ, ଭମ୍ବରପୁର, ଏମାନେ ଆମ ଘରକୁ ଆସୁଥିଲେ। ସେଇ ବିଷୟ ଦେଖି ମୋ ମା ମତେ କହୁଥିଲେ ପୁଅରେ ତୁ ଆଙ୍କ ପରି ହୁଅ। ସେ ଆଦର୍ଶ ଜୀବନ କରି ବର୍ତ୍ତମାନ ପ୍ରଭୁ ମତେ ପାଳକ ଭାବରେ ରଖିଛନ୍ତି ଆଉ ପ୍ରଭୁ ବ୍ୟବହାର କରି ନେଉଛନ୍ତି। ତେଣୁ ମୁଁ କହିବାକୁ ଚାହେଁ ଏବେକାର ପୀଡ଼ିତ ବ୍ୟକ୍ତି ମାନଙ୍କୁ, ସେମାନେ ମଧ୍ୟ ପ୍ରଭୁଙ୍କ ସେବା କାର୍ଯ୍ୟ କରନ୍ତୁ। ପ୍ରଭୁଙ୍କର ସେବା କଲେ ସ୍ୱର୍ଗ ରାଜ୍ୟର ସେବା ହବ ଏବଂ ଜଗତର ମଧ୍ୟ ସେବା ହବ। ଆଉ ବହୁତ ବହୁତ ଧନ୍ୟବାଦ ପ୍ରିୟ ବିଶପ ଡକ୍ଟର ସିଂ ମହାଶୟ, ଆପଣ ମାନଙ୍କର ବହୁମୂଲ୍ୟ ସମୟ ଏଦିନ ନଗଣ୍ୟର ଅନୁରୋଧ ରଖି ସମୟ ଦେଇଥିବାରୁ ଆମ ଚ୍ୟାନେଲ ତରଫରୁ ଆପଣଙ୍କୁ ବିଶେଷ ଧନ୍ୟବାଦ ଦିଏ। ଧନ୍ୟବାଦ। ଧନ୍ୟବାଦ। ଆପଣଙ୍କୁ ମଧ୍ୟ ବହୁତ ଧନ୍ୟବାଦ। ଆପଣ ମତେ କେମିତି ପାଇଲେ ମୁଁ ଜାଣିନାହିଁ, ତଥାପି ପ୍ରଭୁ ଆପଣମାନଙ୍କୁ ଆହୁରି ଆଶୀର୍ବାଦ କରନ୍ତୁ। ଅନେକ ଘାତ ପ୍ରତିଘାତରେ ମଧ୍ୟ ଆପଣ ଠିଆ ହୁଅନ୍ତୁ। ପ୍ରଭୁଙ୍କ ଏହା ଦ୍ୱାରା ପ୍ରଭୁ ଯେପରି ଗୌରବାନ୍ୱିତ ହେବେ, ଅନେକ ଲୋକ ମଧ୍ୟ ଏଇ ସାକ୍ଷାତକାର ଅନୁପ୍ରାଣିତ ହୋଇ ସେମାନଙ୍କର ଜୀବନ ପବିତ୍ର ଜୀବନ, ଅନିନ୍ଦନୀୟ ଜୀବନ ଏବଂ ସୂଚି ଜୀବନ ହେବ, ସରଳ ହୃଦୟ ହେବ, ଏପରି ଅନୁପ୍ରାଣିତ ଆଗାମୀ ପିଢି ମାନେ ହୁଅନ୍ତୁ। ଧନ୍ୟବାଦ। ଆଉ ଦର୍ଶକ ମାନେ ଆମେ ଏଇଠି ରଖୁଛୁ, ସମୟ ଆମକୁ ସଂକେତ ଦେଉଛି। ପୁଣି ଆଜ୍ଞାଙ୍କର ଫ୍ରେଣ୍ଡ ଗୁଡାକ ଆସିଛନ୍ତି, ତାଙ୍କର ପଦେ ଆମେ ବୁଝି ନେବା କେମିତି ସେମାନଙ୍କର ମନର କଥା। ଆଉ ନିଶ୍ଚିତ ଭାବେ ଆମେ କେମିତି ବୁଲେଇବା। ସାର୍ ୱେଲକମ୍ ଫର ଆवर ଚ୍ୟାନେल। Praise the Lord. Thank you. Thank you so much. Thank सर you. हाउ आर यू? Fine. Very fine. प्लीज हिंदी से ही- बोलिए। ही- कहाँ से आए हैं? आज आज सुबह से आ गया. We are regularly आया from 2010 to 12. इधर से शांति पास्टर के चर्च में मिनिस्टर किया, तो 15 years we आया regularly from केरला से, बेंगलुरु से. अभी पास्टर्स अभी दो, अभी सब समटाइम्स 3, समटाइम 4 पास्टर्स एक चर्च में उसका चांस दिया, तो संडे से deliverance ministry, because visiting these houses, then word of ministry, like that. So many variety of ministry. God Almighty given the chance to his, according under the Bishop Shantinidhi Singh's church to minister. We are very happy today also we are there, especially you came. This is a wonderful chance. God bless him again and again. God want to use. We are also very much thankful to God Almighty because came to Orissa, especially Mauna, especially under his church of ministry. We are very much privileged because he gave the full freedom to the full gospel spreading. That's the main thing, because he is not a restriction giving. Full gospel, deliverance, healing, about especially Holy Spirit teaching, Jesus Christ, whatever blood of Jesus Christ teaching, from the Father teaching, full gospel teaching. He is no restriction. That is, we are regularly in a year 2-3 times you are came here. That is very much appreciated. Very much thankful to God. Thank you. God bless. Thank you. ଦର୍ଶକ ବନ୍ଧୁ ମାନେ ଆଜ୍ଞା ଆମମାନଙ୍କୁ ଅନେକ କଥା କହିଲେ ଯେ ନିଶ୍ଚିତ ଭାବେ ତାଙ୍କ ସେବା କାର୍ଯ୍ୟ ସେ କେରଳ ଠାରୁ ଆସିଛନ୍ତି, ଅନେକ ସେବା କାର୍ଯ୍ୟ ଆମ ମୋହନ ଅଞ୍ଚଳ କରୁଛନ୍ତି। ତ ସାର୍ बोले सो शांति पासर जी ट्रेनिंग बोलो सुखी बोलो अच्छे ଭଲ ଅଛନ୍ତି କି? ଭଲ ଅଛନ୍ତି କି? ଭଲ ଅଛି। ଥ୍ୟାଙ୍କ ୟୁ ଫର ୟୁର ଓଡ଼ିଆ ଲାଙ୍ଗୁଏଜ। ଗଡ୍ ବ୍ଲେସ୍ ୟୁ ସାର୍। ଆମେନ୍ ଆମେନ୍। ଦର୍ଶକ ବନ୍ଧୁ ମାନେ ଦେଖୁଥିଲେ ଆଜ୍ଞା ସୁଦୂର ଆସିଛନ୍ତି, ତାଙ୍କ ସେବା କାର୍ଯ୍ୟ ପାଇଁ ଧନ୍ୟବାଦ ଦିଏ। ପୁଣି ଆମ ସହିତ
Praise the Lord. हिंदी हिंदी सबको भी यीशु मसीह का नाम से धन्यवाद। प्रेज लॉर्ड। अब मैं इधर बेंगलुरु से आ रहा हूँ, शांति पास्टर का मिलकर 10-15 साल से इधर उड़ीसा में आके मिनिस्ट्री के लिए आता है। हम सभी इधर सभी प्रचार करने के लिए भी यीशु मसीह के बारे में जानकारी देने के लिए सब सब हर एरिया में जाने का अच्छा टाइम लेकर हम नाम जाता है। मगर यीशु का बारे में, यीशु का वचन के द्वारा सभी प्रचार करने का चर्च में सब हर जगह में जाते थे। बहुत साल से अपना पहचाने, बहुत प्यार से अपना स्वीकार करता है। अभी भी आके 2 दिन हो, कल रात में आए या सभी। अच्छा, धन्यवाद हूँ और सबको यीशु मसीह का नाम से धन्यवाद। प्रेज लॉर्ड। ପ୍ରେଜ୍ ଦ ଲର୍ଡ। ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ନିହାତି ଆମମାନେ ବର୍ତ୍ତମାନ ଦେଖିବାକୁ ପାରୁଛୁ ଆଉ ଦୁଇ ଦାସ ମାନେ ସେ ବାହାରୁ ଆସିଛନ୍ତି ପ୍ରଭୁଙ୍କ ସେବା କାର୍ଯ୍ୟ ନିମନ୍ତେ। ଆଉ ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ପ୍ରଭୁଙ୍କ ଇଚ୍ଛା ହେଲେ ନେକ୍ସଟ ଟାଇମ୍ ଆମେ ଆଉ ଥରେ ମୁଲାକାତ କରିବାକୁ ଚେଷ୍ଟା କରିବୁ। ଆମେ ଆଜି ପାଇଁ ଏଇଠି ରଖୁଛୁ, ରହିଲୁ। ନମସ୍କାର। ପ୍ରେଜ୍ ଦ ଲର୍ଡ।